କଞ୍ଚା ଲଙ୍କାରେ ଛୁଞ୍ଚି ଫୋଡ଼ି ଦିଅନ୍ତୁ, ଗ୍ୟାରେଣ୍ଟି ଦେଉଛି ସେ ଝିଅ ପଟିଯିବ। ହଁ ଫ୍ରେଣ୍ଡସ୍, ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଆପଣ କିପରି ଗୋଟିଏ କଞ୍ଚା ଲଙ୍କା ଆଉ ଛୁଞ୍ଚିର ସାହାଯ୍ୟରେ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇ ପାରିବେ, ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ପଟେଇ ପାରିବେ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ମନ୍ତ୍ରତନ୍ତ୍ର କରିବାକୁ ପଡ଼ିବନି କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। ଆପଣଙ୍କ ଘରେ କଞ୍ଚା ଲଙ୍କା ଥିବ ଆଉ ଛୁଞ୍ଚି ଥିବ, ଆପଣ ଗୋଟିଏ କଞ୍ଚା ଲଙ୍କା ଆଣିବେ ଆଉ ଏହିପରି ଗୋଟିଏ ଛୁଞ୍ଚି ଆଣିବେ। ତାପରେ ମୁଁ ଆପଣଙ୍କୁ କିଛି ପ୍ରୟୋଗ ବିଧି ଶିଖେଇବି, ଆପଣ ସେହି ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିଦେବେ। ତାପରେ ଦେଖିବେ ଚମତ୍କାର। ଯେମିତି ଆପଣ 7 ଥର ଝିଅର ନାମ କହିକି କଞ୍ଚା ଲଙ୍କାରେ 7 ଥର ଛୁଞ୍ଚିକୁ ଫୋଡ଼ିବେ, ସେହି ସମୟଠାରୁ ସେ ଝିଅ ବା ବିବାହିତା ନାରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ରାତି ଦିନ ଆପଣଙ୍କ କଥା ଭାବିବ। ଯେପର୍ଯ୍ୟନ୍ତ ଆପଣଙ୍କ ପାଖକୁ ଆସିନି, ଆପଣଙ୍କ ସହିତ ସମ୍ପର୍କ ରଖିନି, ସିଏ ଖାଲି ଛଟପଟ ହେବ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଯଦି ଆପଣ କେଉଁ ଝିଅ ବା ବିବାହିତା ନାରୀକୁ ମନେ ମନେ ଭଲ ପାଉଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ବା ବିବାହିତା ନାରୀ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ଆପଣଙ୍କର ସବୁ ଇଚ୍ଛାକୁ ପୂରଣ କରୁ, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର କାମରେ ଆସିବ। ମାତ୍ର ଗୋଟିଏ ଥର କଞ୍ଚା ଲଙ୍କାରେ ଛୁଞ୍ଚି ଫୋଡ଼ି ଦିଅନ୍ତୁ, ତାପରେ ଦେଖିବେ ସେ ଝିଅ ଆପେ ଆପେ ପଟିଯିବ। ଯେଉଁ ବିବାହିତା ନାରୀ ଆପଣଙ୍କୁ ଭାଉ ଦେଉନଥିଲା, ସିଏ ରାତିଦିନ ଫୋନ୍ କରିବ, ରୁମ୍କୁ ଡାକିବ, ଯାହା ଚାହିଁବେ ତାହା କରିବ। ଏହି ବଶୀକରଣ ସାହାଯ୍ୟରେ ଆପଣ ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିବେ। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଏଥିପାଇଁ ଆପଣଙ୍କୁ କିଛି ବି କଷ୍ଟ କାମ କରିବାକୁ ପଡ଼ିବନି। କେବଳ ଗୋଟିଏ କଞ୍ଚା ଲଙ୍କା ଆଣିବେ ଆଉ ଗୋଟିଏ ଛୁଞ୍ଚି ଆଣିବେ। ତାପରେ ମୁଁ ଆପଣଙ୍କୁ କିଛି ପ୍ରୟୋଗ ବିଧି ଶିଖେଇବି, ଆପଣ ସେହି ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିଦେବେ। ତାପରେ 7 ଥର ସେ ଝିଅର ନାମ କହିକି କଞ୍ଚା ଲଙ୍କାରେ ଛୁଞ୍ଚିକୁ ଫୋଡ଼ିଦେବେ। ତାପରେ ଦେଖିବେ ଚମତ୍କାର। ହଁ ଫ୍ରେଣ୍ଡସ୍, ତେବେ ଏହି ବଶୀକରଣକୁ କେହି ବି ଅତି ସହଜରେ କରିପାରିବେ। ନିଜ ପ୍ରେମକୁ ପାଇବା ପାଇଁ, ନିଜ ପ୍ରେମକୁ ହାସଲ କରିବା ପାଇଁ କଞ୍ଚା ଲଙ୍କା ଆଉ ଛୁଞ୍ଚିର ଏହି ବଶୀକରଣ ଘରେ ବସି ବସି କରିକି ଦେଖନ୍ତୁ। ଠିକ୍ ଅଛି, ତେବେ ଏହି ବଶୀକରଣ ଆପଣ କିପରି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖନ୍ତୁ। ଅଧାରୁ ଛାଡ଼ିକି ଯିବେନି, କାଟି କାଟି ଦେଖିବେନି, ନହେଲେ ଆପଣ କିଛି ବି ବୁଝିପାରିବେନି। ପରେ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ମନ୍ତ୍ର, ତନ୍ତ୍ର, ଯନ୍ତ୍ର, ବଶୀକରଣ ଇଏ ଏମିତି ସେମିତି କାମ କରେନି। ମନରେ ସମ୍ପୂର୍ଣ୍ଣ ବିଶ୍ୱାସ, ନିଷ୍ଠା ଆଉ ଏକାଗ୍ରତାର ସହିତ ଆପଣଙ୍କୁ ଏହି ବଶୀକରଣ ବିଧି କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି, ଆପଣ ଯେତେ ସୁନ୍ଦରୀ ଝିଅ ବା ସୁନ୍ଦରୀ ଭାଉଜକୁ ଚାହିଁବେ ନିଜର କରିପାରିବେ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଠିକ୍ ଅଛି, ତେବେ ଏହି ବଶୀକରଣ ବିଧି ଜାଣିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ ଆଉ ତାର ଲାଭ ପାଇପାରିବେ। ତେବେ ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେଉଁ ବି ବାରରେ କରିପାରିବେ, କିନ୍ତୁ ଯେବେ ବି କରିବେ ଦିନ 11ଟାରୁ ଦିନ 3ଟା ମଧ୍ୟରେ ଏହି ବଶୀକରଣ କରିବେ। ବଶୀକରଣ କରିବା ପୂର୍ବରୁ ଭଲ ଭାବରେ ହାତ ଗୋଡ଼ ଧୋଇକି ସଫା ବସ୍ତ୍ର ପିନ୍ଧିକି ଏହି ବଶୀକରଣ ଆରମ୍ଭ କରିବେ। ପ୍ରଥମେ ଆପଣ କ'ଣ କରିବେ, ଗୋଟିଏ କଞ୍ଚା ଲଙ୍କା ଆଣିବେ ଆଉ ଗୋଟିଏ ଛୁଞ୍ଚି ଆଣିବେ। ଧ୍ୟାନ ସହିତ ଦେଖନ୍ତୁ, ମୁଁ ଆପଣଙ୍କୁ ଯେମିତି କହୁଛି ଆପଣ ଠିକ୍ ସେହିପରି କରିବେ। ଗୋଟିଏ କଞ୍ଚା ଲଙ୍କା ଆଉ ଛୁଞ୍ଚି ଆଣିସାରିବା ପରେ ନାଲି ରଙ୍ଗର ଆସନ ପକେଇକି ଦକ୍ଷିଣ ଦିଗକୁ
ମୁହଁ କରିକି ବସି ପଡ଼ିବେ ଯେଉଁଠାରେ ଆପଣଙ୍କୁ କେହି ଦେଖିବେନି କିମ୍ବା ଡାକିବେନି। ତାପରେ କଞ୍ଚା ଲଙ୍କା ଆଉ ଛୁଞ୍ଚିକୁ ଏହିପରି ରଖିବେ। ଦେଖନ୍ତୁ ମୁଁ ଯେମିତି ରଖିଛି ଆପଣ ଠିକ୍ ସେହିପରି ରଖିବେ। ରଖିସାରିବା ପରେ ଆଖି ବନ୍ଦ କରିକି ସେଇ ଝିଅ ବା ନାରୀକୁ ମନେ ମନେ ଭାବିବେ, ତାର ମୁହଁକୁ ନିଜ ମନରେ ଭାବିବେ। ତାପରେ ଏହି ମନ୍ତ୍ରକୁ 7 ଥର ପଢ଼ିବେ। ତ୍ରିମ୍ 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 ନାରୀ ବଶୀକରଣ ନମ। ତ୍ରିମ୍ 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 ନାରୀ ବଶୀକରଣ ନମ। ଏହିପରି ଆପଣ ଗୋଟେ ଗୋଟେ କରି ମନ୍ତ୍ରକୁ 21 ଥର ପଢ଼ିବେ। 21 ଥର ମନ୍ତ୍ର ପଢ଼ି ସାରିବା ପରେ ଏ କଞ୍ଚା ଲଙ୍କା ଆଉ ଛୁଞ୍ଚିରେ ଗୋଟିଏ ଥର ଫୁଙ୍କିଦେବେ। ଏତିକି କରିସାରିବା ପରେ କଞ୍ଚା ଲଙ୍କାକୁ ବାମ ହାତରେ ଧରିବେ ଆଉ ଛୁଞ୍ଚିକୁ ଡାହାଣ ହାତରେ ଧରିବେ। ତାପରେ ଯେଉଁ ଝିଅ ବା ନାରୀକୁ ଆପଣ ପଟେଇବାକୁ ଚାହୁଁଛନ୍ତି ତାର ନାମ ଗୋଟିଏ ଥର କହିବେ ଆଉ ଗୋଟିଏ ଥର କଞ୍ଚା ଲଙ୍କାରେ ଛୁଞ୍ଚିକୁ ଏହିପରି ଫୋଡ଼ିଦେବେ। ଦେଖନ୍ତୁ ଏହିପରି ଆପଣ ଗୋଟେ ଗୋଟେ କରି 7 ଥର ସେ ଝିଅର ନାମ କହିବେ ଆଉ 7 ଥର କଞ୍ଚା ଲଙ୍କାରେ ଛୁଞ୍ଚି ଫୋଡ଼ିଦେବେ। 7 ଥର ବେଳକୁ ଆପଣ କ'ଣ କରିବେ, ଆଉ ଛୁଞ୍ଚି କାଢ଼ିବେନି, ଏହିପରି ରଖିଦେବେ। ଏତିକି କରିସାରିବା ପରେ ଏ ଛୁଞ୍ଚି ଆଉ କଞ୍ଚା ଲଙ୍କାକୁ ନେଇକି କୌଣସି ଏକ ଫୁଲ ଗଛ ମୂଳରେ ଅଳ୍ପ ଟିକିଏ ମାଟି ଖୋଳିକି ପୋତିଦେବେ। ଗ୍ୟାରେଣ୍ଟି ଦେଉଛି ଏହି ବଶୀକରଣ କରିବାର 2ରୁ 3 ଘଣ୍ଟା ଭିତରେ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। ସେ ଝିଅ ହେଉ ବା ବିବାହିତା ନାରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।